ରାଧେ ରାଧେ। 30 ଡେ ଚ୍ୟାଲେଞ୍ଜର ଡେ 7। କେହି ହାତ ଧରି ଚାଲୁନାହାନ୍ତି, ତଥାପି ମୁଁ ନୂଆ ଦୁନିଆ ଗଢ଼ୁଛି। ପ୍ରତିଦିନ ସକାଳ 4ଟାରେ ନୂଆ ସ୍ୱପ୍ନ ସହ ମୁଁ ଉଠୁଛି। ପ୍ରତି ପୃଷ୍ଠା ଓଲଟାଇବା ସହ ଲକ୍ଷ୍ୟ ନିକଟକୁ ଯାଉଛି। ଆଖିରେ ଲୁହ ଥାଏ, ତଥାପି ହସି ପଡ଼ୁଛି। କାରଣ ଆଜିର ସଂଘର୍ଷ ହିଁ କାଲିର ସଫଳତା ହେଇ ଆସୁଛି। ହାରିବା ପାଇଁ ନୁହଁ, ଜିତିବା ପାଇଁ ମୁଁ ଲଢ଼ୁଛି। ସ୍କୁଲ ପଢ଼ିଲା ସମୟରେ ମୁଁ ପ୍ରତ୍ୟେକ ପ୍ରୋଗ୍ରାମରେ ପାର୍ଟିସିପେଟ୍ କରୁଥିଲି। ଆଉ ସେଇ ସମୟରେ ଖାଲି ମୋର ଗୋଟିଏ ଜିଦି ଥିଲା ଯେ ମୁଁ ଯେଉଁ ବି ପ୍ରୋଗ୍ରାମରେ ଆଟେମ୍ପ୍ଟ କରିବି, କିଛି ନହେଲେ ଫାର୍ଷ୍ଟ ନ ହଉ, ସେକେଣ୍ଡ ନ ହଉ, ଥାର୍ଡ଼ ପ୍ରାଇଜ୍ ଯେମିତି ହେଲେ ବି ମୁଁ ଆଣିବି। ଏତେ ଜିଦ୍ କରିକି ମୁଁ କେଉଁ ବି ପ୍ରୋଗ୍ରାମରେ ପାର୍ଟିସିପେଟ୍ କରୁଥିଲି। ଆଉ ସତକୁ ସତ ମୁଁ ପ୍ରାଇଜ୍ ମଧ୍ୟ ଆଣୁଥିଲି। ଫାର୍ଷ୍ଟ କେବେ, ସେକେଣ୍ଡ କେବେ, ଥାର୍ଡ଼। କିନ୍ତୁ ଥାର୍ଡ଼ ହେଲେ ବି ମୁଁ ପ୍ରାଇଜ୍ ଆଣିକି ହିଁ ଆସିବି। ତ ଛୋଟବେଳେ ଯେଉଁ ଜିଦ୍ କରିକି କିଛି ଆଚିଭ୍ କରିଥିଲି, ସେଇ ଅଭ୍ୟାସଟା ମୋର ଆଜି ଯାଇ ବି ମୋ ଭିତରେ ରହିଯାଇଛି। ଅଳ୍ପ ବହୁତ ହେଲେ ମଧ୍ୟ ମୁଁ କିଛି ନା କିଛି ହାସିଲ ତ କରିବି ହିଁ। ଆଉ ସେଇଥିପାଇଁ ହିଁ ମୋତେ ପଢ଼ିବା ପାଇଁ ମୋଟିଭେସନ୍ ବି ମିଳୁଛି। ଆଉ ମୁଁ ଜାଣିଛି, ମୁଁ ଯଦି ଜିଦ୍ କରିବି ତ ମୁଁ କିଛି ନା କିଛି ଗୋଟେ ଦିନ ସିଓର୍ ଆଚିଭ୍ କରିବି। ଆଉ ସେଥିପାଇଁ ହିଁ ମୁଁ ମୋର ଯେତେ କଷ୍ଟ ହେଲେ ମଧ୍ୟ ମୁଁ ମୋର ପଢ଼ାରୁ ପଛଘୁଞ୍ଚା ହଉ ନାହିଁ। ସମସ୍ତଙ୍କ ଲାଇଫ୍ରେ କିଛି ନା କିଛି ପ୍ରୋବ୍ଲେମ୍ ଥାଏ। ଯେଉଁମାନେ ସେ ପ୍ରୋବ୍ଲେମ୍ ସହିତ ନିଜ ଲକ୍ଷ୍ୟକୁ ଇମ୍ପୋର୍ଟାନ୍ସ ଦିଅନ୍ତି, ସେମାନେ ହିଁ କିଛି ନା କିଛି ଆଚିଭ୍ କରନ୍ତି। ଲାଇଫ୍ର ମାନେ ହିଁ ତ ପ୍ରୋବ୍ଲେମ୍ ରହିବ। ଆଉ ସେଇ ପ୍ରୋବ୍ଲେମ୍ରୁ କେମିତି ଓଭରକମ୍ କରିକି ନିଜ ଲକ୍ଷ୍ୟକୁ ଆଗେଇ ଯିବା, ସେଇଟା ହେଉଛି ଆମର କର୍ତ୍ତବ୍ୟ। ଥ୍ୟାଙ୍କ ୟୁ। ରାଧେ ରାଧେ।